ରାଧେ ରାଧେ ଜୟ ଜଗନ୍ନାଥ ବନ୍ଧୁମାନେ। ଏବେ ମଠରେ ଅଛି 12:30 ବର୍ତ୍ତମାନ ସମୟ। ଗୋଟେ କଥା ଆମେ ସମସ୍ତେ ଜାଣିଲେଣି, ଏ କଥା ପ୍ରାୟ ଦେଖୁଛେ ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରାୟ ଅନେକ ଗୁଡ଼ିଏ ଅକାଳ ମୃତ୍ୟୁ ଘଟୁଛି କେବଳ ହୃଦରୋଗରୁ। ହଠାତ୍ ହାର୍ଟ ଷ୍ଟ୍ରୋକ୍, ହଠାତ୍ କାର୍ଡ଼ିଆକ୍ ଆରେଷ୍ଟ, ହଠାତ୍ ମୃତ୍ୟୁ ହାର୍ଟ ଡିଜିଜ୍ ରହୁଛି। ହାର୍ଟ ଡିଜିଜ୍ର ମୁଖ୍ୟ କାରଣ ମୁଁ ଯାହା ଦେଖିଲିଣି, ମୋ ମତ ଦେଉଛି, ଏ ଯେଉଁ ବହୁଳ ମାତ୍ରାରେ ଆମେ ବ୍ୟବହାର କରୁଛେ ଏଡିବୁଲ୍ ଅଏଲ୍, ଖାଇବା ତେଲର ପ୍ରଚୁର ବ୍ୟବହାର ପ୍ରତ୍ୟେକ ପରିବାରରେ ଚାଲିଛି। ପ୍ରତ୍ୟେକ ପରିବାରରେ ପ୍ରଚୁର ମାତ୍ରାରେ। ଆଗରୁ ଏତେ ବ୍ୟବହାର ହେଉନଥିଲା। ଆଗରୁ ଶୁଦ୍ଧ ତେଲ ମିଳୁଥିଲା। ଆମ ପିଲାବେଳେ ଶୁଦ୍ଧ ସୋରିଷ ତେଲ ମିଳୁଥିଲା, କିନ୍ତୁ ବ୍ୟବହାର କମ୍ ହେଉଥିଲା। କାରଣ ପଇସା କମ୍ ଥିଲା, ପାଖରେ କାହାର ପଇସା ବେଶୀ ନଥିଲା, ଟଙ୍କା ବେଶୀ ନଥିଲା, ତେଲ ଖୁବ୍ କମ୍ ଖାଉଥିଲେ। ଏବେ ସମସ୍ତେ ପ୍ରାୟ ଆର୍ଥିକ ପ୍ରାଚୁର୍ଯ୍ୟ ଭିତରେ ଅଛନ୍ତି। ସମସ୍ତଙ୍କ ଘରେ ତେଲରେ ଛଣା ହେଉଛି। ପ୍ରାୟ ଖାଦ୍ୟ ସାମଗ୍ରୀ ତେଲରେ ବହୁ ମାତ୍ରାରେ ତେଲ ବ୍ୟବହାର କରାଯାଉଛି। ମାଛ ଛଣା ଯାଉଛି। ପ୍ରାୟ ଛଣାଛଣି ଖାଇବା ଆମ ପିଲାବେଳେ ସେଗୁଡ଼ା ହେଉନଥିଲା। ପଇସା ତ ନଥିଲା, ହେବ କେଉଁଠୁ? ପ୍ରାୟ ଘରେ ଛାଣୁଛନ୍ତି ରିଫାଇନ୍ ଅଏଲ୍ରେ, ପ୍ରାୟ ଛାଣୁଛନ୍ତି ବିଭିନ୍ନ ଖାଦ୍ୟ। ତେଣୁ ଏ ହେଉଛି କେବଳ ହୃଦରୋଗର କାରଣ। କେବଳ ହାର୍ଟ ଷ୍ଟ୍ରୋକ୍ ଯେଉଁ ଚାଲିଛି, କାର୍ଡ଼ିଆକ୍ ଆରେଷ୍ଟରେ ଲୋକ ମରୁଛନ୍ତି, ତାର କାରଣ ହେଲା ଏଡିବୁଲ୍ ଅଏଲ୍। ଅଲଗା କୌଣସି କାରଣରୁ ଆମର ଏଥିରୁ ଆସିବ ହାର୍ଟ ଷ୍ଟ୍ରୋକ୍ ହେବ କେଉଁଠୁ? ଡାଇବେଟିସ୍ରୁ ହେବ, କିନ୍ତୁ ଯାହାର ଡାଇବେଟିସ୍ ନାହିଁ ତାର ବି ହେଉଛି। ତେଣୁ ଆମେ ଚେଷ୍ଟା କରିବା ସବୁବେଳେ ପରିବାରରେ ନିଶ୍ଚିତ, କାରଣ ଏବେକାର ତେଲ ଗୁଡ଼ିକ ଭଲ ତେଲ ନୁହଁ। ଏବେକାର ତେଲ ଗୁଡ଼ିକ ଅପମିଶ୍ରିତ ତେଲ। ମଷ୍ଟାର୍ଡ଼ ଅଏଲ୍ ଆମେ ପାଉନେ। ମଷ୍ଟାର୍ଡ଼ ଅଏଲ୍ ଆକ୍ଚୁଆଲି ପାଉନେ, କେବଳ ସେଣ୍ଟ ଦିଆହେଇଛି, ଅପମିଶ୍ରଣରୁ ହେଉଛି, ରିଫାଇନ୍ରୁ ହେଉଛି, ଓନ୍ଲି ରିଫାଇନ୍। ତେଣୁ ତାକୁ ଆମେ ଯଥାସମ୍ଭବ ବନ୍ଦ ତ କରିପାରିବାନି, କମ୍ ଖାଇବା, ବହୁତ କମ୍। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ମୋ ଘରମଣି ଥିବାବେଳେ ଆମର ମାତ୍ର ମାସରେ 1 ଲିଟର ସୋରିଷ ତେଲ ଯାଉଥିଲା 2 ଜଣଙ୍କର। ପିଲାମାନେ ମୋର ଆସିଲେ 4 ଲିଟର 5 ଲିଟର ତାଙ୍କର ଦରକାର, ଛୁଆଙ୍କର 4-5 ଲିଟର। ସିଏ ପଳେଇଗଲା ପରେ ମୁଁ ମୋର ସେଇ ଢାଞ୍ଚା, ଖୁବ୍ କମ୍ ତେଲ ବ୍ୟବହାର, ଖୁବ୍ କମ୍। ମୋ ଘରମଣି ଥିଲାବେଳେ ଯାହା, ଏବେ ମଧ୍ୟ ମୋର ସେଇଆ। ତେଣୁ ଆମେ ସମସ୍ତେ ଆଭଏଡ଼୍ କରିବା ଟୁ ଟେକ୍ ମୋର୍ ଏଡିବୁଲ୍ ଅଏଲ୍। ରହିଲି, ରାଧେ।